କାହିଁକି ପ୍ରଭୁ ପୂଜାରେ କଣ ମୁଁ କରିଅଛି ଅବହେଳା? କାହିଁକି ପ୍ରଭୁ ଏ କଠିନ ପରୀକ୍ଷା? ପୁଅଟା କୁଆଡେ ଗଲା ଯେ ଏପର୍ଯ୍ୟନ୍ତ ଦେଖା ନାହିଁ। ଝିଅଟାକୁ ମୋର ନର୍କପୁରରେ ପଠାଇଦେଲ। ଆଉ କେତେ ଦୁଃଖ ଦେଲେ ପ୍ରଭୁ ତମ ମନ ବୁଝିବ? ଆଉ ମତେ ବି ତମ ପାଖକୁ ନେଇଯା ପ୍ରଭୁ। ମୋର ତିଳେ ମାତ୍ର ବଞ୍ଚିବାକୁ ଆଉ ଇଚ୍ଛା ନାହିଁ। ବାପା ଶୁଭମ, ମୁଁ ଏକା ଆସିନି ବାପା, ମୋ ସହିତ ଦେଖ କିଏ ଆସିଛି। What the shit? ବାପା ପୁଅ ଝିଅ ସିନ୍ ଦେଖି ମତେ ଭାରି ଦୁଃଖ ଲାଗେ। କଣ କରିବି? ସାପ ଆସିଛି ଯେତେବେଳେ ଦଂଶନ ନିଶ୍ଚୟ କରିବି। ଭଲେ ଭଲେ ବାହାରିବା କହୁଛି, ନଚେତୁ ଆଜି ମୋରି ହାତରେ ବହୁତ ହେଇଗଲା ତମମାନଙ୍କର ଅନ୍ୟାୟ। ଆଉ ସରିବୁନି, ଚାଲ ବାହାରିବା କହୁଛି, ଚାଲ। ଆବେ ଚାଲ ଚାଲ ମୋ ସାଥିରେ। আরে বাপি, ଏବେ ତ ମନଟା ବୁଝିଲେଣି ଯେ ଏତେ ବଡ଼ ସର୍ବନାଶ କଲା ପରେ ଯଦି ପୁଣି ଥରେ ଆସିବି ମୋ ଝିଅକୁ ନେବା ପାଇଁ, ଆଜି ମୁଁ ତଣ୍ଟି ଚିପି ଦେବି। ଶଳା ବୁଢା, ତୁ କୁକୁଡ଼ା ଆଗରେ ସାହସ କଲୁ ହାତ ଉଠେଇବାକୁ? ତୁ ମୋ ଦେହରେ ହାତ ଉଠେଇଥିଲୁ, ଆଜି ମୁଁ ତତେ ଛାଡ଼ିବିନି ବେ। ଆଜି ତତେ ମୁଁ ଜୀବନରୁ ମାରିଦେବି। ଆଜି ମୁଁ ଜୀବନରୁ ମାରିଦେବି। ବୁଢା, ତାକୁ ଆଜି ଜୀବନରୁ ମାରିଦେବି। ସେ ଝିଅକୁ ଛାଡ଼ିଦେବେ। ବାବା ନାୟକର ପ୍ରବଞ୍ଚନା ପଡ଼ି ଆମେ ବହୁତ ଅନ୍ୟାୟ କରିଛେ, ଅନେକ ମର୍ଡର କରିଛେ, ଅନେକ ଝିଅ ବୋହୂକୁ ଢେଲେ ବେଶ୍ୟା ବଜାରରେ ବିକ୍ରି କରିଦେଇଛି। ଏବେ ମୋ ଆଖି ଖୋଲି ଯାଇଛି କୋବ୍ରା। ଏ ଅନ୍ୟାୟ କରିବାକୁ ତତେ ମୁଁ ଜମା ଦେବିନି। ସେ ଯୋଉ ଛାଡ଼ିଦେ କୋବ୍ରା। ଆବେ ହେ, ଆବେ ତୁ ଶଳାଟା କେବେଠୁ ଭଲ ମଣିଷ ହେଇଗଲୁ ବେ? ଆବେ ଷଣ୍ଢ କପୁରୁ ତୁ ଭାଗବତ ବାଣୀ ଶୁଣାଉଛୁ, ଆଉ ଯଦି ତୁ ସାମ୍ନାରୁ ନ ହଟେ ମୋରି ହାତରେ ମରିବୁ। ଯେଉଁ ମାର ଗର୍ଭରୁ ଜନ୍ମ ନେଇଛୁ ସେଇ ମା ବି ଜଣେ ନାରୀ ଥିଲା। ଯେଉଁ ନାରୀ ମାନଙ୍କୁ ନେଇ ବେଶ୍ୟା ବଜାରରେ ବିକ୍ରି କରୁଛୁ, ଯେଉଁ ନାରୀ କି ଏଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଛୁ, ସେ ବି ଜଣେ ନାରୀ। ଆରାମଜାଦା, ଯେଉଁ ନାରୀର ଗର୍ଭରୁ ଜନ୍ମ ହେଇଛୁ ସେ ନାରୀ ପ୍ରତି କିଛି ଅତ୍ୟାଚାର ଶୋଷଣ କରୁଛୁ, ମଜା ଲାଗିଲା, ଭାରି ମଜା ଲାଗିଲା। ମୋ କୋବ୍ରା, ମୋ ଗୋବରୁ ଟିକେ କମ୍, ଆଉ ସବୁଠୁ ଭାଇରାଲ ମହିଳା। ତାର
ଏମାନଙ୍କୁ ମେଡିକାଲ ନେଇଯିବା ବିଳମ୍ବରେ ବହୁତ ଅସୁବିଧା ହେଇଯିବ।